ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀ ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ନିଜ ଜନ୍ମଭୂମି ମୟୂରଭଞ୍ଜ ଗସ୍ତ କରି ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀଙ୍କ ଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପମାନଙ୍କର ଭିତ୍ତିପ୍ରସ୍ତରର ଶିଳାନ୍ୟାସ କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି ସୁକୁଳି ସ୍ଥିତ ପାଣ୍ଡ୍ରା ଫୁଟବଲ ପଡ଼ିଆ ହେଲିପ୍ୟାଡ୍ ଠାରେ ଅବତରଣ କରି ଖିଚିଂ ସ୍ଥିତ ମା କିଚକେଶ୍ୱରୀଙ୍କ ମନ୍ଦିରଠାରେ ପୂଜାର୍ଚ୍ଚନା କରିସାରିବା ପରେ ମନ୍ଦିରରେ ପ୍ରସାଦ ସେବନ କରିଥିଲେ। ପରବର୍ତ୍ତୀ ସମୟରେ ଦାଣ୍ଡୋବ ସ୍ଥିତ ହେଲିପ୍ୟାଡ୍ରେ ଅବତରଣ କରି ମହାମହିମ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ବୈଠକରେ ଯୋଗଦାନ କରିଥିଲେ। ସେଠାରେ ତାଙ୍କ କରକମଳରେ ରାଇରଙ୍ଗପୁର ମହୁଲଢିଆ ଅବକାଶ ଗୃହର ଶିଳାନ୍ୟାସ କରିବା ସହିତ ଆଭାସୀ ଜରିଆରେ ଅନେକ ଗୁଡ଼ିଏ ଜନାଭିମୁଖୀ ପ୍ରକଳ୍ପର ଲୋକାର୍ପଣ ତଥା ନୂତନ ଶିଳାନ୍ୟାସର ଉଦ୍ଘାଟନ ଇତ୍ୟାଦି କରିଥିଲେ। ଏହି ଭିତ୍ତିପ୍ରସ୍ତର ସ୍ଥାପନା କାର୍ଯ୍ୟକ୍ରମରେ ରାଇରଙ୍ଗପୁର ସ୍ଥିତ ଜାତୀୟ ରାଜପଥ 2 ଲେନ୍ ବାଇପାସ୍ ରୋଡ ନିର୍ମାଣ, ରାଇରଙ୍ଗପୁର ଯଶୀପୁର ଷ୍ଟ୍ରେଚ୍ ସାମର୍ଥ୍ୟୀକରଣ, ବଡ଼ସାହି ସ୍ଥିତ ଏକଲବ୍ୟ ମଡେଲ ସ୍କୁଲର ଉଦ୍ଘାଟନ ଏବଂ ରାଇରଙ୍ଗପୁର ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ କରିଥିଲେ। ସୂଚନା ଥାଉ କି ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ରଘୁବର ଦାସ ମହାମହିମଙ୍କ ସହିତ ମନ୍ଦିର ଦର୍ଶନ ସମେତ ଆଭାସୀ ବୈଠକରେ ମଧ୍ୟ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ଦାସ କହିଥିଲେ ଯେ ଶିକ୍ଷା ହିଁ ଭବିଷ୍ୟତର ମୂଳ ଆଧାର ଏବଂ ମହାମହିମ ରାଷ୍ଟ୍ରପତି ଆଜି ଶିକ୍ଷାର ପ୍ରସାର ପାଇଁ ବିହିତ ପଦକ୍ଷେପ ନେଇଥିବାରୁ ସମଗ୍ର ରାଜ୍ୟ ଆଜି ଆନନ୍ଦିତ। ବାରିପଦା।